आज ମୁଁ ଆପଣମାନଙ୍କ ପାଇଁ ନେଇକି ଆସିଛି ତାୱା ବାଲା ଚିକେନ ଟିକ୍କା। ପୁରା ରେଷ୍ଟୁରାଣ୍ଟ ଷ୍ଟାଇଲରେ ଆପଣମାନେ ୟାକୁ ଇଜିଲି ବନେଇ ପାରିବେ ୱିଦାଉଟ୍ ଓଭେନ ଏବଂ ତନ୍ଦୁର ଘରେ। ଆଉ ଯଦି ଆପଣମାନେ ନନଭେଜ ଲଭର ତାହେଲେ ତ ପୁରାପୁରି ଏଇ ରେସିପିର ଫ୍ୟାନ୍ ହେଇଯିବେ। ତାହେଲେ ସୋନାଲିସ୍ କିଚେନ ସ୍ପେଶାଲ ଚିକେନ ଟିକ୍କା। ନମସ୍କାର, ମୁଁ ସୋନାଲି ଆପଣମାନଙ୍କୁ ସୋନାଲିସ୍ କିଚେନକୁ ବହୁତ ସ୍ୱାଗତ କରୁଛି। ଆଶା କରୁଛି କି ଆପଣମାନେ ବହୁତ ଭଲରେ ଥିବେ। ଯଦି ମୋ ଚ୍ୟାନେଲରେ ନୂଆ ତାହେଲେ ପ୍ଲିଜ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ଆଉ ପାଖରେ ଥିବା ବେଲ୍ ବଟନକୁ ଅଲରେ କ୍ଲିକ୍ କରିଦେବେ ଯାହାଦ୍ୱାରା ମୁଁ ଅପଲୋଡ କରୁଥିବା ଭିଡିଓ ସର୍ବପ୍ରଥମେ ଆପଣ ପାଇପାରିବେ। ତାହେଲେ ଚାଲନ୍ତୁ ଷ୍ଟାର୍ଟ କରିନେବା ଆଜିର ରେସିପି। ଏଥିପାଇଁ ଆମେ ପ୍ରଥମେ ବନେଇବା ଜିଞ୍ଜର ଗାର୍ଲିକର ପେଷ୍ଟ। ଜିଞ୍ଜର ଗାର୍ଲିକ ପେଷ୍ଟ ବନେଇବା ପାଇଁ ମୁଁ ଏଇଠି ନେଇଛି 10 କୋଲା ରସୁଣ ଏବଂ 2ଟି ବଡ଼ ସାଇଜର ଅଦା, ତାକୁ ଚୋପା ଛଡେଇକି ନେଇଛି। ଏବେ ଗୋଟେ ବ୍ଲେଣ୍ଡିଂ ଜାରରେ ତାକୁ ଦଉଛି। ଏଇଟା ମୁଁ ଦେଖିବାର ଅର୍ଥ ଏଇଟା ଯେ କେତେ ଜଣ ଏଇ ଜିଞ୍ଜର ଗାର୍ଲିକ ପେଷ୍ଟ କଲା ବେଳେ ଅଧିକ ପାଣିର ବ୍ୟବହାର କରନ୍ତି, କିନ୍ତୁ ମୁଁ ଏଇଠି ଅତି ଅଳ୍ପ ପାଣି ନେଉଛି। ଗୋଟେ ଚାମଚ ବା ବେଶୀ ସେ ବେଶୀ 2 ଚାମଚ ଆପଣ ନେବେ। ତ ଆକୁ ଏବେ ମୁଁ ଭଲ ଭାବରେ ବ୍ଲେଣ୍ଡ କରି ନେଇଛି। ସ୍ମୁଥ ପେଷ୍ଟ ତାର ତିଆରି କରିବେ। ତ ଏଇ ଦେଖନ୍ତୁ ଆମର ଜିଞ୍ଜର ଗାର୍ଲିକ ପେଷ୍ଟ ରେଡି ହେଇଯାଇଛି। ଏବେ ମୁଁ କିଛି ଭେଜିଟେବଲ୍ସ ନେଇଛି, ଯୋଉଟାକୁ କ୍ୟୁବ ସାଇଜରେ କାଟିକି ନେଇଛି। ଏଇଠି ନେଇଛି କ୍ୟାପ୍ସିକମ୍, ମୁଁ କିଛି ଟମାଟୋକୁ ଏମିତି କ୍ୟୁବ ସାଇଜରେ କାଟିକି ନେଇଛି। ଗାଜର ମଧ୍ୟ ଏଇଠି ନେଇଛି। ଆ ବଦଳରେ ଆପଣ ଡିଫରେଣ୍ଟ କଲରର ବେଲ୍ ପେପର ମଧ୍ୟ ୟୁଜ୍ କରିପାରିବେ। ଏଇଠି ନଉଛି ମୁଁ ହଙ୍କଡ। ହଙ୍କଡ ମାନେ ମୁଁ ଗୋଟେ ବଡ଼ କପ୍ ଦହିକୁ 2ରୁ 3 ଘଣ୍ଟା ପାଇଁ ଗୋଟେ କପଡ଼ାରେ ତାକୁ ଟାଙ୍ଗି ନେଇଥିଲି, ଯେମିତି ତାର ସବୁ ପାଣି ରିଲିଜ ହେଇଯିବ। ତାପରେ ମୁଁ ଯୋଉ ଆଗରୁ ଅଦା ରସୁଣ ପେଷ୍ଟ ଗ୍ରାଇଣ୍ଡ କରିକି ନେଇଥିଲି ତାକୁ ନଉଛି। ଆଉ କିଛି ନେଇଛି ଲେମ୍ବୁ ରସ। 2 ବଡ଼ ଚାମଚ ବେସନକୁ ମୁଁ ଏଇଠି 15ରୁ 20 ସେକେଣ୍ଡ ପାଇଁ ରୋଷ୍ଟ କରି ନେଇଥିଲି। ଆପଣ ଆକୁ ଅଧିକ ରୋଷ୍ଟ କରନ୍ତୁନି, ନହେଲେ ପିତା ଲାଗିବ। ଆଗ ମଧ୍ୟ ମୁଁ ଏବେ ଏଇଥିରେ ବ୍ୟବହାର କରିବି। ତ ଏବେ ଏଇଠି ନେଇଛି ଚିକେନ। ଚିକେନ ଆପଣ ଚାହିଁଲେ ବୋନଲେସ୍ ନେଇପାରିବେ, ବାକି ଏଇଠି ମୁଁ ବୋନ୍ ବାଲା ଚିକେନର ବ୍ୟବହାର କରୁଛି। ତ ଏବେ ତାକୁ ମ୍ୟାରିନେସନ କରିବା। ତ ମୁଁ ଏଇଠି ଗୋଟେ ବଡ଼ ଚାମଚ ଲେମ୍ବୁ ରସ ଦେଇ ଦଉଛି। ଆଉ ଗୋଟେ ବଡ଼ ଚାମଚ ଦଉଛି ଜିଞ୍ଜର ଗାର୍ଲିକ ପେଷ୍ଟ। ସ୍ୱାଦ ଅନୁସାରେ ଏଇଠି ଲୁଣ ଦଉଛି। ପରିମାଣ ଦେଖିକି ଲୁଣ କମ ବେଶୀ କରନ୍ତୁ। ହାଫ ଟି ସ୍ପୁନ କାଶ୍ମୀରୀ ରେଡ୍ ଚିଲି ପାଉଡର ଦଉଛି। ଟିକ୍କାର କଲର ଭଲ ଆସିବା ପାଇଁ ମୁଁ ଏଇଠି 2 ପିଞ୍ଚର ଦେଉଛି ଫୁଡ କଲର। ଏଇଟା ଅପସନାଲ, ଆପଣ ଚାହିଁଲେ ଦେଇପାରିବେ। ଏବେ ସବୁତକକୁ ଏଇଥିରେ ଭଲ ଭାବରେ ମିକ୍ସ କରିନେବି। ଏଇଟା ଥିଲା ଆମର ଫାଷ୍ଟ ମ୍ୟାରିନେସନ। ସବୁତକ ମସଲାକୁ ଭଲ ଭାବରେ ମିକ୍ସ କଲା ପରେ ଆକୁ ମୁଁ ଅଧା ଘଣ୍ଟାରୁ 1 ଘଣ୍ଟା ପର୍ଯ୍ୟନ୍ତ ଏମିତି ହିଁ ରେଷ୍ଟରେ ଛାଡ଼ି ଦଉଛି। ତ ଆପଣ 1 ଘଣ୍ଟା ପରେ ଦେଖିପାରିବେ ଏଥିରେ କିଛି ପାଣି ରିଲିଜ ହେଇଛି। ଯୋଉ ପାଣିକୁ ଆପଣ କାଢି ଦିଅନ୍ତୁ, ନହେଲେ ଯୋଉ ନେକ୍ସଟ ମ୍ୟାରିନେସନ କରିବେ ସେଇ ମସଲା ଆ ଦେହରେ ଭଲ ଭାବରେ କୋଟ ହେଇପାରିବନି। ତ ଏବେ ମୁଁ ଯୋଉ ବନେଇକି ରଖିଥିଲି ହଙ୍କଡ, ତାକୁ ଦେଇକି ମୁଁ କରିନେବି ସେକେଣ୍ଡ ମ୍ୟାରିନେସନ। ଆଉ କିଛି ରୋଷ୍ଟ କରିଥିବା ଗୋଟେ ବଡ଼ ଚାମଚ ବେସନ। ଏବେ ଆର ଫ୍ଲେଭର ଭଲ ଆସିବା ପାଇଁ ମୁଁ ଏଇଠି ଦେଇଛି କସୁରୀ ମେଥି। କିଛି ଗରମ ମସଲା ଦଉଛି ଏଥିରେ। ହଳଦୀ ଗୁଣ୍ଡ ଦଉଛି। ସବୁତକ ମସଲା ଦେଲା ପରେ ଆକୁ ପୁରାପୁରି ଭଲ ଭାବରେ ଆକୁ ଏମିତି ମିଶେଇ ନେବି, ଯେମିତି ପୁରା ସବୁ ଚିକେନ ଭଲ ଭାବରେ ମସଲା ସହିତ କୋଟ ହେଇଯିବ। ତ ଏବେ ଲାଷ୍ଟରେ ମୁଁ ଆଡ୍ କରିବି ଏଥିରେ କିଛି ଜୁଆଣି। ଗୋଳେଇଥିବା ସବୁତକ ମସଲାକୁ ସିଲ୍ କରିବା ପାଇଁ ମୁଁ ଏଇଠି ନେଉଛି 2ଟି ବଡ଼ ଚାମଚ ତେଲ। ତେଲ ଦେଲା ପରେ ତାକୁ ଭଲ ଭାବରେ ମୁଁ ପୁଣି ମିଶେଇ ଦେବି। ଆଉ ତାକୁ 4 ଘଣ୍ଟା ପାଇଁ ଆପଣ ଫ୍ରିଜରେ ରଖନ୍ତୁ। ନହେଲେ ଯଦି ଆପଣ ଆକୁ ଓଭରନାଇଟ୍ ଏମିତି ମ୍ୟାରିନେସନ ହବା ପାଇଁ ଛାଡ଼ି ଦଉଛନ୍ତି ତାହେଲେ ସେଇଟା ବହୁତ ଭଲ। ଓଭରନାଇଟ୍ ପାଇଁ ଆକୁ ମୁଁ ମ୍ୟାରିନେସନ ପାଇଁ ଛାଡ଼ି ଦେଇଥିଲି। ତାପରେ ଦେଖନ୍ତୁ ଏଇଠି ମୁଁ ନେଇଛି ସ୍କିୱର। ଆକୁ କିଛି ସମୟ ପାଇଁ ମୁଁ ଆଗରୁ ପାଣିରେ ଭିଜେଇ ରଖିଥିଲି। ଆପଣଙ୍କ ପାଖରେ ଯଦି ଏମିତି ସ୍କିୱର ନାହିଁ ତାହେଲେ ଆପଣ ଟୁଥପିକର ମଧ୍ୟ ବ୍ୟବହାର କରିପାରିବେ, କିନ୍ତୁ ଏଥିରେ ଆପଣ ସିଙ୍ଗଲ ପିସ୍ ଚିକେନକୁ ଦେଇକି ଆପଣ ରୋଷ୍ଟ କରିପାରିବେ। ତ ଦେଖନ୍ତୁ ଏଇଠି ମୁଁ ଏବେ ଆରେଞ୍ଜ କରିଦେବି ସେ ସ୍କିୱରରେ ଚିକେନ ଆଉ ଭେଜିଟେବଲ ପିସେସକୁ। ସ୍କିୱିଂ କଲା ବେଳେ ଆପଣ ଦେଖନ୍ତୁ ମୁଁ ନେଉଛି ପ୍ରଥମେ ଗୋଟେ ପିସ୍ ଚିକେନ। ଏଇଠି ମୁଁ ବୋନ୍ ବାଲା ଚିକେନ ନେଇଛି। ବୋନ୍ ବାଲା ଚିକେନ ଖାଇବା ପାଇଁ ମୋତେ ପସନ୍ଦ ଲାଗେ, ସେଇଥିପାଇଁ ମୁଁ ବୋନ୍ ବାଲା ନେଇଛି। ଆପଣ ଆ ବଦଳରେ ବୋନଲେସ୍ ଚିକେନ ନିଅନ୍ତୁ, ସେଇଟା ବେଶୀ ଭଲ ରହିବ। ତ ଗୋଟେ ପିସ୍ ଚିକେନ ଦଉଛି, ଆଉ ଗୋଟେ ପିସ୍ ଦଉଛି ବେଲ୍ ପେପର, ପୁଣି ଗୋଟେ ପିସ୍ ଦଉଛି ଚିକେନ,
ଏଇଟା ଆପଣଙ୍କର ଇଜିଲି ସ୍କିୱରରେ ପଶିଯିବ। ଆଉ ଗୋଟେ ପିସ୍ ଦଉଛି ଗାଜର। ଆପଣ ଗାଜର ବଦଳରେ ଅଲଗା କିଛି ଭେଜିଟେବଲ୍ସ ମଧ୍ୟ ନେଇପାରିବେ। ଯୋଉ ଭେଜିଟେବଲ୍ସ ଆପଣଙ୍କୁ ପସନ୍ଦ ଆପଣ ଏଇଟା ପୁରା ଇମାଜିନେସନ। ଆପଣଙ୍କ ୱେରେ ଆପଣ ଏମିତି ଆରେଞ୍ଜ କରିପାରିବେ। ତ ପୁଣି ଗୋଟେ ପିସ୍ ଦଉଛି ମୁଁ ଏଠି ଟମାଟୋ, ପୁଣି ଏବେ ଦେବି ଚିକେନ। ତ ବେସିକାଲି ଏଇଟା ମୋ ୱେ, ବଟ୍ ଏଇଟା ଇମାଜିନେସନ। ଆପଣ ଯେମିତି ଚାହିଁବେ ଆକୁ ଆରେଞ୍ଜ କରିକି ଖାଇପାରିବେ। ତ ଦେଖନ୍ତୁ ଏଇଠି ମୋର ଗୋଟେ ସ୍କେୱାର ପୁରାପୁରି ରେଡି ହେଇଗଲାଣି। ସେମ୍ ପ୍ରୋସିଜରରେ ବାକି ତକ ସବୁ ଚିକେନ ପିସେସକୁ ମୁଁ ଏମିତି ସ୍କେୱାରରେ ଆରେଞ୍ଜ କରିନେବି। ଦେଖନ୍ତୁ ସବୁତକ ଏଇଠି ମୁଁ ଗୋଟେ ପ୍ଲେଟରେ ଆରେଞ୍ଜ କରିକି ରଖିଛି। ଟୋଟାଲ ମୋର 4ଟି ସ୍କେୱାରରେ ପୁରାପୁରି ସବୁତକ ଚିକେନ ଫିଟ୍ ହେଇଯାଇଛି। ଏବେ ନେକ୍ସଟ ପ୍ରୋସିଜରକୁ ଯିବା। ଏଇଥିପାଇଁ ମୁଁ ଗୋଟେ ଚଉଡ଼ା ଏମିତି ତାୱା ନେଇଛି। ତାୱାକୁ ପୂର୍ବରୁ ଭଲ ଭାବରେ ପୁରା ହାଇ ଫ୍ଲେମରେ ଆକୁ ଗରମ କରି ନେଇଛି। ତାପରେ ଗୋଟେ ଗୋଟେ ସ୍କେୱାର ସେଇ ତା ଉପରେ ଦବା। କିଛି ତେଲ ମଧ୍ୟ ମୁଁ ତା ଉପରେ ଦେଇଛି ତାୱା ଉପରେ। ତ ଏବେ ପ୍ରଥମେ ପୁରା ହାଇ ଫ୍ଲେମରେ ରହିବ। ଯଦି ଆପଣଙ୍କର ଏହି ସମୟରେ ଲୋ ଫ୍ଲେମରେ ରହୁଛି ଗ୍ୟାସ୍, ତ ଆପଣଙ୍କର ଚିକେନ ଦେଲା ପରେ ପାଣି ରିଲିଜ ହବ, ଯୋଉଟା କି ସିଝିବାରେ ହେଲ୍ପ କରିବନି ଚିକେନକୁ। ତ ବେଟର ହବ ଆପଣ ପୁରା ଫାଷ୍ଟ ତାୱାକୁ ପୁରା ହାଇ ଫ୍ଲେମରେ ରଖନ୍ତୁ। ସେଇ ହାଇ ଫ୍ଲେମରେ ଥିଲା ସମୟରେ ଆମେ ଚିକେନକୁ ଗୋଟେ ଗୋଟେ ସ୍କିୱର ଏମିତି ଓଲଟେଇବା। ଓଲଟେଇଲାରୁ ଆପଣ ଦେଖିପାରୁଥିବେ ଏଇଠି ମାର୍କ୍ସ ଆସିଛି। ତ ପ୍ରଥମେ ଆମେ ଚିକେନର ଚାରିପଟକୁ ଏମିତି ମାର୍କ୍ସ ଆଣିବା, ଯୋଉଟା କି ଇମ୍ପୋର୍ଟାଣ୍ଟ। ତାପରେ ଆମେ ଯାଇକି ଗ୍ୟାସର ଫ୍ଲେମକୁ ସ୍ଲୋ କରିବା, ଯୋଉଥିରେ କି ଚିକେନ ସିଝିବ। ତ ଚାରିପଟୁ ଆମେ ପ୍ରଥମେ ଏମିତି ମାର୍କ୍ସ ହିଁ ଆଣିବା ତାର। ଏବେ ତା ଉପରେ ମୁଁ କିଛି ତେଲ ଗ୍ରୀସ୍ କରିନେଉଛି, ଯୋଉଟା କି ଚିକେନ ସିଝିବା ପାଇଁ ଆହୁରି ବଢିଆ ହେଲ୍ପ କରିବ ଏବଂ ଖାଇବାକୁ ମଧ୍ୟ ବହୁତ ସୁଆଦିଆ ଲାଗିବ। ପ୍ରଥମେ ହାଇ ଫ୍ଲେମରେ ଆକୁ ଚାରିପଟେ ଏମିତି ମାର୍କ୍ସ ଆଣନ୍ତୁ। ତାପରେ ଆପଣ ଗ୍ୟାସର ଫ୍ଲେମକୁ ପୁରା ଲୋ କରିଦେବେ, ଯେମିତି ଏଇଟା ଚିକେନ ଭଲ ଭାବରେ ତାର ଭିତରୁ ସିଝିଯିବ। ତ ଏମିତି ଆପଣ 2 ମିନିଟରେ ଥରେ ଥରେ ଏମିତି ଉଲଟେଇ ଦେଖୁଥାନ୍ତୁ। ଆଉ ସିଝିଲା ପର୍ଯ୍ୟନ୍ତ ୱେଟ୍ କରନ୍ତୁ। ରେଷ୍ଟୁରାଣ୍ଟ ମାନଙ୍କରେ ଆମେ ଯୋଉ ଅର୍ଡର କରୁ ଚିକେନ ଟିକ୍କା, ସେଇଟା ନର୍ମାଲି ଓଭେନ ବା ଆମର ତନ୍ଦୁରରେ ତିଆରି କରିଥାନ୍ତି। ତ ମୁଁ ଏଇଠି ତାୱାରେ ଆପଣଙ୍କୁ ଇଜିଲି କେମିତି ଆପଣ ଘରେ ତିଆରି କରିକି ଖାଇପାରିବେ ଆଉ ରେଷ୍ଟୁରାଣ୍ଟ ଷ୍ଟାଇଲର ଚିକେନ ଟିକ୍କାର ମଜା କେମିତି ନେଇପାରିବେ, ସେଇଟା ମୁଁ ଅତି ସହଜ ଉପାୟରେ ଆପଣମାନଙ୍କୁ ବତେଇଛି। ତ ଆକୁ ଆପଣ ଥରେ ନିଶ୍ଚିନ୍ତ ଘରେ ଟ୍ରାଏ କରନ୍ତୁ। ଘରେ ଟ୍ରାଏ କଲା ପରେ ତାର ଫିଡବ୍ୟାକ୍ ମୋତେ କମେଣ୍ଟ ବକ୍ସରେ ଜଣାନ୍ତୁ। ଆଜିର ଏହି ନନଭେଜ ରେସିପିଟି ଆପଣମାନଙ୍କୁ ଭଲ ନିଶ୍ଚୟ ଲାଗିଥିବ। ମୋ ଷ୍ଟାଇଲରେ ମୁଁ ଆକୁ କେମିତି ତିଆରି କରି ଆପଣମାନଙ୍କୁ ଦେଖେଇଲି। ଆପଣ ନିଶ୍ଚୟ ଏହାକୁ ଥରେ ଟ୍ରାଏ କରନ୍ତୁ ଆଉ କେମିତି ଲାଗିଲା ମୋତେ ଜଣାନ୍ତୁ। ତାହେଲେ ଆଜି ପାଇଁ ରହିଲି। ପୁଣି ଆସିବି ଆଉ ଗୋଟିଏ ନୂଆ ରେସିପି ସହିତ। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର।